ବେକରେ ଗାମୁଛା ଲଗାଇ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ଲକ୍ଷ୍ମୀପୁର ଥାନା ଅଞ୍ଚଳରୁ ଆସୁଛି ଏକ ସନ୍ଦେହଜନକ ମୃତ୍ୟୁ ଖବର। ଭଡ଼ାଘରୁ ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହେବା ସହ ଏହି ଘଟଣାକୁ ନେଇ ଚର୍ଚ୍ଚା ବଢ଼ିଛି। ପରିବାର ପକ୍ଷରୁ ଏହାକୁ ହତ୍ୟା ବୋଲି ଅଭିଯୋଗ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି। ଲକ୍ଷ୍ମୀପୁର ଥାନା ଓଡିଆ ପେଣ୍ଠ ପଞ୍ଚାୟତ ଅଧୀନ ଭାଲୁଚୁଡ଼ି ଗ୍ରାମର ଏକ ଭଡ଼ାଘରୁ ଜଣେ ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତକା ହେଲେ ରାୟଗଡ଼ା ଜିଲ୍ଲା ଥୁଟିପର ଗ୍ରାମର ସାବିତ୍ରୀ ଝୁଡିଆ। ସୂଚନା ଅନୁସାରେ ମଙ୍ଗଳବାର ରାତିରେ ଗ୍ରାମରେ ବାଲିଯାତ୍ରା ଅବସରରେ ଦେଶିଆ ନାଟକର ଆୟୋଜନ ହୋଇଥିଲା। ସାବିତ୍ରୀଙ୍କ ସ୍ୱାମୀ ବୁଟୁ ଝୋଡିଆ ନାଟକ ଦେଖି ରାତି ପ୍ରାୟ 3টাରେ ଘରକୁ ଫେରିଥିବା ବେଳେ ଘର ଭିତରେ ଥିବା ଏକ ଲୁହା ପାଇପ୍ରେ ଗାମୁଛା ଲଗାଇ ସାବିତ୍ରୀ ଝୁଲୁଥିବା ଦେଖିଥିଲେ। ପରେ ସେ ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ ଏବଂ ସକାଳେ ପୋଲିସକୁ ସୂଚନା ଦେଇଥିଲା। ଖବର ପାଇ ସାବିତ୍ରୀଙ୍କ ଘର ଲୋକ ଘଟଣାସ୍ଥଳରେ ପହଞ୍ଚି ଏହା ଆତ୍ମହତ୍ୟା ନୁହେଁ ବରଂ ପୂର୍ବ ଯୋଜନାମୂଳକ ହତ୍ୟା ବୋଲି ଗୁରୁତର ଅଭିଯୋଗ ଆଣିଛନ୍ତି। ପ୍ରକାଶ ଥାଉ କି ସାବିତ୍ରୀଙ୍କ ପ୍ରଥମ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କର ଗୋଟିଏ ପୁଅ ଓ 2ଟି ଝିଅ ଅଛନ୍ତି, ଯେଉଁମାନେ ବର୍ତ୍ତମାନ ଜେଜେବାପାଙ୍କ ସହ ରହୁଛନ୍ତି। ପରେ ସେ କଂସାରୀଗୁଡ଼ା ଗ୍ରାମର ବୁଟୁ ଝୋଡିଆଙ୍କ ସହ ପ୍ରେମ ବିବାହ କରିଥିଲେ। ବୁଟୁ ମଧ୍ୟ ପୂର୍ବରୁ ବିବାହିତ ଥିବାରୁ ପାରିବାରିକ ଅସନ୍ତୋଷ ଦେଖାଦେଇଥିବା ଜଣାପଡ଼ିଛି। ଏହି କାରଣରୁ 2 ମାସ ପୂର୍ବରୁ ସେମାନେ ଭାଲୁଚୋଡ଼ିରେ ଭଡ଼ା କରି ରହୁଥିଲେ। ପରିବାର ଅଭିଯୋଗ ପରେ ପୋଲିସ ସାବିତ୍ରୀଙ୍କ ସ୍ୱାମୀ ବୁଟୁ ଝୋଡିଆଙ୍କୁ ଅଟକ ରଖି ପଚରାଉଚରା କରୁଛି ଏବଂ ସାଇଣ୍ଟିଫିକ୍ ଟିମ୍ର ସହଯୋଗରେ ଘଟଣାର ତଦନ୍ତ ଜାରି ରହିଛି। ଏହା ଆତ୍ମହତ୍ୟା କି ହତ୍ୟା ସେଥିପାଇଁ ପୋଲିସର ତଦନ୍ତ ଶେଷ ହେଲେ ମାତ୍ର ସ୍ପଷ୍ଟ ହେବ। आज्ञा आसीचु केंती ओडा मारिदेले कि केंती कले कि फांसी होकरी मर जाइए देखी ना मुई लाश को देखी ना कपाट खुली नहते आमर भौणी से तार स्वामी आणला आउ तार 3टा पुओ जी अछंती छाड़ाई किना आनिकरी एटी रखिछि तार अजा घरे आमर से कोइला लग जानलो मरी जाइछि फांसी होकिना मुई नाटक देखबाक जाइछि बोली कोइला आया तारी गाड़ी होतला मादे तारे बाबा तो बकारे जियानी बाबा कंडला मके। कोरापुट लक्ष्मीपुर जादव बाग का रिपोर्ट स्वतंत्र ओडिशा लाइव।